शुभ सकाळ पिलामाने वेलकम टू एजुकेशन टॉक। आज आमे गणित खेल प्रथम श्रेणी द्वितीय पाठ पढ़िबा। द्वितीय पाठर ना हेउछि केउंटी लंबा केउंटी गोल। अच्छा, ता पूर्व गोटे शिक्षण कार्य आरंभ करने पूर्व तुम मानक पई गोटे छोट भिडियोटी बनैछि, देखिबा ना भिडियोटी। अच्छा, मनर सहित देख। देखिबा किए गोल किए लंबा गड़ी गड़ी बॉल जाए टप टप देई गोल गोल कमलाटी मिठा मिठा लागई आकाशरे जह्न मामू रूपा थाली परी मामूंकर हस देखी मन जाए भरी घूरी घूरी जाए गोल 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 नाची नाची आस गोल 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 सीधा सीधा पेंसिल गार टाणी चाले लंबा लंबा ब्याट धरी छक्का चौका मारे रास्ता जाए लंबा होई बस चाले सेठी नड़िया गछ लंबा भारी आकाश को छूची सीधा सीधा जाए लंबा 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 आगो कुआ में बढ़िबा लंबा 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 रुटिया मगोल भाई बेलणाटा लंबा चौक गुड़िक गोल घूरे ट्रेन गाड़ी लंबा दुनियाटा भारी मजा रूप तार भिन्न शिखी गले आमे सब खुशी आजी मन देखिल ना हला। तो केउंटी लंबा केउंटी गोल विषय गीत माध्यम रे तमे सुनिल। तो चलो आमे वर्तमान बही भितर कौन अच्छे। बीणा दीदी पाठ पढ़िच समस्ते देख बीणा दीदी केमती पढ़ौचंती हला। बाड़ीटी लंबा लुडुटी गोल से कौन एपट सेपट देख केउंटी लंबा केउंटी गोल। तो गीतटी सुनिल तमे। तो विभिन्न जिनसर नाम कहि परिबो कौन कौन गोल जिनस कौन कौन लंबा जिनस। हला ए चित्र देखि जेमती बाड़ी लंबा लंबा अंश गोल अंश कौन लड्डू पेंसिल बॉल भितर कोटा कौन पेंसिल होची लंबा अंश बॉल होची गोल अंश तापरे गोल जिनिस आउ लंबा जिनिस एक दिग को टाणी होई थाए जेमेति कि पेंसिल हे गला बाड़ी हे गला। गोल जिनिस कौन मुंडिया थाए आ सब पटु समान थाए जेपरिक बॉल हे गला लड्डू हे गला हला। गीत माध्यम तमे सुनिल। चिंता करी काम कर चिंता करी काम कर। गोल भितरे गोल जिनिस एवं बॉक्स भितरे लंबा जिनिस अंकन कर हला। एटे देख ये गोल चित्र देइछि एटे लंबा जिनिस अंकन करियाकू देइछि हला। तो प्रथम आमे गोल भितरे गोल जिनिस तैयार करिबा। कमला चित्र अंकन करि परिबो। कमला गोल ना नहीं
କମଳା। ଆଉ କଣ? ଲଡୁ। ଲଡୁ ଗୋଲ ନା ନାଇଁ? ଲଡୁ ଚିତ୍ର ଅଙ୍କନ କଲି। ଆଉ କଣ ଚିତ୍ର ଅଙ୍କନ କରିପାର ତମେ କହିଲ? ତରଭୁଜ। ହଁ, ତରଭୁଜ ଗୋଲ। ତରଭୁଜ ଅଙ୍କନ କରିବି ହେଲା। ଏଗୁଡାକ ସବୁ କଣ ଗୋଲ ଜିନିଷ ନା ନାଇଁ? ଭେରି ଗୁଡ। ତାପରେ ଲମ୍ବା ଜିନିଷ ଦେଖ, ବୋତଲ ଲମ୍ବା, କମ୍ପାସ ଲମ୍ବା। ପେନ୍ ଚିତ୍ର କରିପାରିବି ନା? ପେନ୍। ପେନ୍ ଚିତ୍ର କରିପାରିବି। ପେନ୍ ଲମ୍ବା। ଆଉ କଣ ଲମ୍ବା କହିଲ? ମହମବତୀ ଲମ୍ବା। କ୍ୟାଣ୍ଡେଲ କ୍ୟାଣ୍ଡେଲ। ମହମବତୀ ଦେଖିଛ? ହଁ, ଲମ୍ବା ନା ନାଇଁ? କ୍ୟାଣ୍ଡେଲ ଲମ୍ବା ହେଲା। ବାଡି ଲମ୍ବା, ରୋଲ ବାଡି। ହଁ ନା ନାଇଁ? ତମେ ଚିତ୍ର କରିପାରିବ। ଗୋଲ ଜିନିଷ ଗୋଲ ଘରେ, ଲମ୍ବା ଜିନିଷକୁ ଚାରିକଣିଆ ଘରେ ଲେଖିବ। ଦେଖ, 2 ନମ୍ବର, ସମାନ ଆକୃତିର ଜିନିଷକୁ ଗାର ଟାଣି ଯୋଡ। ଗାର ଟାଣି ଯୋଡି ପାରିବ ନା ନାଇଁ? ଏ ଦେଖ ଡ୍ରମ, ଆକୁ ଟିକେ ଛୋଟ କରିଦଉଛି ହେଲା। ବଲ୍କୁ ବଲ୍ ଚିତ୍ର ସହିତ ଟାଣି ପାରିବ। ବକ୍ସକୁ ବକ୍ସ ସହିତ ଟାଣି ପାରିବ। କୋନ୍କୁ କୋନ୍ ସହିତ ଟାଣି ପାରିବ। ୟାକୁ ୟା ସହିତ ମହମବତୀ କି ଟାଣି ପାରିବ। କରିପାରିବ ନା ନାଇଁ? ଆଉ ଟିକେ ଛୋଟ କରିଦଉଛି ହେଲା। ଏବେ ଦେଖାଗଲା ସମସ୍ତଙ୍କୁ? ହଁ, ଲେଖ। 3 ନମ୍ବର ଦେଖ, ବଲ୍ ଭଳି ଆକୃତି ଚିହ୍ନରେ ଠିକ ଚିହ୍ନ ଦିଅ। ବଲ୍ ଭଳି ଆକୃତି, ଏଇଟା ତରଭୁଜ ବଲ୍ ନା, ତାକୁ ଠିକ ଚିହ୍ନ ଦେଲି। ଆଉ ବଲ୍ ଆକୃତି ଅଛି କି? ନାଇଁ ହେଲା। ପାଣି ବୋତଲ ଲମ୍ବା ହେଲା। କମ୍ପାସ ବକ୍ସ ଲମ୍ବା, କୋନ୍ ବି ଲମ୍ବା ହେଲା। 4 ନମ୍ବର ଦେଖ, ଟୋପି ଭଳି ଆକୃତି ଚିତ୍ରରେ ଠିକ ଚିହ୍ନ ଦିଅ। ଟୋପି ଭଳି ଆକୃତି କୋଉଟା କୋଉଟା ଅଛି? ଏଇଟା ନା ନାଇଁ? ଏଇଟା ଟୋପି ଭଳି ଆକୃତି ନା ନାଇଁ? ଗ୍ଲାସ ଭଳି ଆକୃତିରେ ଠିକ ଚିହ୍ନ ଦିଅ। ଏଇଟା ଗ୍ଲାସ ଭଳି ଆକୃତି ନା ନାଇଁ? ହଁ, 5 ନମ୍ବର ଦେଖ। ଦିଆସିଲି ଖୋଳ ଭଳି ଆକୃତିରେ ଠିକ ଚିହ୍ନ ଦିଅ। ଏ ଦେଖ ତମ କମ୍ପାସ ବକ୍ସ ଟା, ଏଟା କଣ? ଦିଆସିଲି ଖୋଳ। ଆସ ତୁମ ଚାରି ପାଖରେ ଜିନିଷକୁ ବ୍ୟବହାର କରି ଗୋଟିଏ ଘର, ଖେଳଣା, ବସ୍ ଆଦି ନିଜ ପସନ୍ଦ ଜିନିଷ ତିଆରି କର। ତୁମେ ଏହା ପାଇଁ ପୁରୁଣା ଖାତା, ବହି, ପାଣି ବୋତଲ, ପୁରୁଣା ଡବା, ଜନ୍ମଦିନ ଟୋପି, କାହାଳି ଆଦିକୁ ବ୍ୟବହାର କରିପାରିବ ହେଲା। ଦେଖ, ତମେ ଦଳରେ ଭାଗ ହେଇଯାଅ। ତାପରେ
କଣ କରିବ ନା ବିଭିନ୍ନ ବସ୍ତୁ ତିଆରି କରିବ, ତାପରେ ତାଗୁଡାକର ନାମ କହିବ। ଗୋଲ ପ୍ରକାର ବସ୍ତୁ ହେଲା, ଲମ୍ବାଳିଆ ବସ୍ତୁ ଆଉ କୋନ ଟାଇପ ର ବସ୍ତୁ ହେଲା, ଏ ପ୍ରକାର କହିବ। ଥରେ ଗୋଟିଏ ଚତୁରୀ ଗାଈ ହେଲା, ଥରେ ଗୋଟିଏ ମେଣ୍ଢା ଛୁଆ ତା ଆଈ ଘରକୁ ଯାଉଥିଲା। ବାଟରେ ଗୋଟିଏ ଗଧିଆ ମେଣ୍ଢା ଛୁଆକୁ ଦେଖିଲା। ଗଧିଆ ତାକୁ ଧରିବାକୁ ଇଚ୍ଛା କଲା ହେଲା, ଦୟାକରି ମୋତେ ଖାଅ ନାହିଁ, ମୁଁ ମୋ ଆଈଙ୍କ ଘରକୁ ଯିବାକୁ ଦିଅ, ସେଠାରୁ ଖାଇ ପିଇ ମୁଁ ଖୁବ ବଡ ହୋଇଯିବି। ଠିକ ଅଛି, ତୁମେ ଏବେ ଯାଅ। ମେଣ୍ଢା ଛୁଆ କଣ କଲା, ଗଧିଆ ବିଷୟରେ ସବୁ କଥା ଆଈକୁ କହିଲା। ଆଈ ଏକ ଉପାୟ ପାଞ୍ଚିଲା, ତ ମେଣ୍ଢାକୁ ଏକ ଢୋଲରେ ଭର୍ତ୍ତି କରିଦେଲା ଏବଂ ଏହାକୁ ତାଙ୍କ ଗଡ ଘର ଆଡକୁ ଗଡେଇ ଦେଲା। ତ ମେଣ୍ଢା କଣ ହବ, ଢୋଲ ବିଷୟରେ ପଶିକିରି ଗଡି 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 ଯାଇଥିବ ହେଲା। ଢୋଲଟି ଜୋରରେ ଗଡିଲା ଓ ଗଧିଆକୁ ଏହା ପଛରେ ଦୌଡିବାକୁ ଲାଗିଲା। ଗଧିଆ ଦୌଡିଲା, ଗଧିଆ ମେଣ୍ଢାକୁ ଧରି ପାରିଲା ନାହିଁ। ମେଣ୍ଢାଟି ଛୁଆଟି ନିରାପଦରେ ଘରେ ପହଞ୍ଚି ଗଲା ହେଲା। ଧନ୍ୟବାଦ। ଆଈ ତାପରେ ଘରେ ପହଞ୍ଚି କଣ କରୁଛି, ଆଈକୁ ଧନ୍ୟବାଦ ଦେଲା। ଢୋଲଟି କାହିଁକି ଗଡିଲା ତାର କାରଣ କହିବାକୁ ପିଲାମାନଙ୍କୁ କୁହନ୍ତୁ। ଢୋଲଟି କାହିଁକି ଗଡିଲା ପିଲାମାନେ, କାହିଁକି ନା ଢୋଲର କଣ ଧାରୁଆ ପାର୍ଶ୍ୱ ନାହିଁ, ଆର କଣ ଗଡାଣିଆ ପାର୍ଶ୍ୱ ଅଛି। ତ ଗଡାଣିଆ ପାର୍ଶ୍ୱ ଥିବାରୁ ସେ କଣ ହେଲା, ଗଡି 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 ଗଲା। ଯେପରିକି ବଲ ହେଲେ ଗଡେଇଲେ ଗଡି ଗଡି ଯାଉଛି ନା ନାଇଁ ହେଲା, ସେଇପରି। ତାପରେ ଦେଖ, ଆସ ଘୋଷାଡିବା। ଦେଖ, କ୍ୟାରମ ଖେଳିଛ ସମସ୍ତେ, ଷ୍ଟ୍ରାଇକର ଷ୍ଟ୍ରାଇକର ଯାଉଛି ନା ନାଇଁ, ସେ ଘୋଷିଡି ଘୋଷିଡି ଯାଉଛି ନା ନାଇଁ, ଚକିଟା ଲାଗିକିରି ଷ୍ଟ୍ରାଇକ ବୋର୍ଡ ସହିତ ଲାଗିକି ଯାଉଛି ନା ନାଇଁ। ହଁ, ଷ୍ଟ୍ରାଇକର ଘୋଷିଡି ଯୋଇ ଯିବା ବଦଳରେ ଗଡି ଗଡି ଗଲା ହେଲା। ଷ୍ଟ୍ରାଇକର କଣ କର, ଯଦି ସିଧା ରୋଲିଂ କରିବ ଗଡି ଗଡି ଗଲା, ଯଦି ପେଟେଇକି ନ ରଖିବ ତାହେଲେ ସେ କଣ ହବ ନା ଘୋଷିଡି ଘୋଷିଡି ଯିବ, ହଁ ନା ନାଇଁ। ତାହେଲେ ଏଇଟା କାହିଁକି ହେଲା ନା, ଷ୍ଟ୍ରାଇକର କଣ ନା ଗୋଲ ଆଉ ଚେପ୍ଟା ଥିବାରୁ ଗଡି ଯାଉଛି। ଷ୍ଟ୍ରାଇକର କଣ ହଉଛି ନା, ଷ୍ଟ୍ରାଇକର ଷ୍ଟ୍ରାଇକର ଗୋଲ ଓ ଚେପ୍ଟା ଥିବାରୁ ଗଡି ଯାଉଛି ହେଲା। ଗୋଲ ଭିତରେ ଗଡୁଥିବା ଜିନିଷ ଗୁଡିକ ପାଇଁ ଗ ଏବଂ ଘୋଷାଡୁଥିବା ଜିନିଷ ପାଇଁ ବୋଲି ଘ ଲେଖ। ଏଠି ଦେଖ, କଣ କଣ ଘୋଷୁଡୁଛି କଣ କଣ ଗଡୁଛି। ପାର୍କରେ ତମେ ଖେଳିଛ ନା, ତାହେଲେ କଣ କଣ ଗ, ଯୋଉଟା ଘୋଷୁଡୁଛି ସେଟା ଗ ଲେଖିବ, ଯୋଉଟା ଗଡୁଛି ତାକୁ ଗ ଲେଖିବ ହେଲା। ଏଟା ଦେଖ, ଏଟା କାଠ ଗଡୁଛି ନା ନାଇଁ, ତ ଏଟା ଗ ଲେଖିବ। ବଲ ଏଠି ଗଡୁଛି ନା ନାଇଁ, ଗ ଲେଖିବ। ଏ ବକ୍ସ, ଯୋଉ ଚୁହା ଚୁହା ମୂଷା କଣ କରୁଛି, ଗଡୁଛି, ଏଟା ଘୋଷାଡୁଛି, ତ ଏଇଟା ଘ ଲେଖିବ ହେଲା। ଏ ଯୋଉ ସ୍ଲାଇଡର ରେ କଣ କରୁଛନ୍ତି ପିଲାମାନେ, ଘୋଷାଡୁଛନ୍ତି, ଘ ଲେଖିବ ହେଲା। ଏଇଠି ଦେଖ, ଏଇଟା କଣ ହଉଛି, କାଠ ଖଣ୍ଡଟି କଣ ହଉଛି, ଗଡୁଛି, ତ ଏଇଟା ଗ ଲେଖିବ ହେଲା। ଏଇଟା ବି କଣ, ଏଇଟା ଦେଖ, ଏଇଟା କୋନ କୋନ ଦେଇଛି, ଏଇଟା କୋନ କଣ ହଉଛି, ଘୋଷାରି ହଉଛି। ଏଇଟା କଣ ଦେଇଛି, ଏଇଟା କଣ ନା
ଏଇଟା ବି ଘୋଷାଡି ହଉଛି। ଘ ଲେଖିବା। ନିଜ ପରିସର ବିଭିନ୍ନ ଜିନିଷ ସଂଗ୍ରହ କର, ସେଗୁଡିକୁ ଗଡୁଥିବା କିମ୍ବା ଘୋଷାଡି ହୋଇଥିବା ଯାଉଛନ୍ତି ତାକୁ ଲକ୍ଷ୍ୟ କର। ହେଲା, ନିଜେ ନିଜେ ଲକ୍ଷ୍ୟ କର କୋଉ କୋଉ ଜିନିଷ ଗଡୁଛି, କୋଉ କୋଉ ଜିନିଷ ଘୋଷାଡି ହଉଛି। ଯେମିତି ଫୁଟବଲ ଗଡେ। ହେଲା, ତୁମ ଏକ ଜିନିଷ ଦେଖୁଛ କି ଯାହା ଉଭୟ ଗଡି ପାରିବ, ଘୋଷାଡି ହୋଇପାରିବ, ଯଦିଓ ଶ୍ରେଣୀରେ ଆଲୋଚନା କର। କଣ କଣ ଜିନିଷ ଦେଖୁଛ ଯୋଉଟା କି ଉଭୟ ଗଡି ପାରୁଥିବ ଆଉ ଘୋଷାଡି ବି ହେଇପାରୁଥିବ। ଏବେ ଦେଖିଲ ତମେ ଗ୍ଲାସ କଣ ଗଡୁଛି ବି, ଆଉ ଚକିରେ ଘୋଷାଡିକି ଆଣିଲେ ବି ଘୋଷାଡି ହେଇ ଆସୁଛି, ହଁ ନା ନାଇଁ? ଆଉ କଣ? ଢୋଲ। ହେଲା, ଚିନ୍ତା କରି କାମ କର। ନିମ୍ନଲିଖିତ ଜିନିଷ ଗୁଡିକ ଗଡେ, ଘୋଷାଡି ହୁଏ, ଉଭୟ ଗଡେ ଓ ଘୋଷାଡି ଲକ୍ଷ୍ୟ କର। ଏହାକୁ ତଳ ସାରଣୀରେ ଚିହ୍ନ ଦେଇ ଲେଖ। ଦେଖ, ଗଡିବ, ବଲ ଗଡିବ, ହଁ ଗଡିବ। ଘୋଷାଡି ହବ, ନାଇଁ ଘୋଷାଡି ହବନି। ଗଡିବ, ଘୋଷାଡି ହବନି, ନାଇଁ। ଏଇଟା ଦେଖ, କମ୍ପାସ ବକ୍ସ ଗଡିବ, ନାଇଁ ଗଡିବ ନାହିଁ। ଘୋଷାଡି ହବ, ହଁ ଘୋଷାଡି ହବ। ଉଭୟ ହବ, ଉଭୟ ହବ ନାହିଁ। ବହି, ବହି କଣ ଗଡିବ କି? ନାହିଁ। ଘୋଷାଡି ହବ କି? ହଁ। ଉଭୟ ହବ କି? ନାହିଁ। ସେମିତି କମଳା, କମଳା ଗଡିବ, ହଁ। ଘୋଷାଡି ହବ, ନାହିଁ। ଉଭୟ ହବ, ନାହିଁ। ପାଣି ବୋତଲ, କେବଳ ଗଡିବ, ନା। ଘୋଷାଡି ହବ, ହଁ। ଉଭୟ ଗଡିବ, ଘୋଷାଡି ହବ, ହଁ। ପାଣି ବୋତଲକୁ ତମେ ଗଡେଇ ପାରିବ ଆଉ ଘୋଷାଡି ବି ପାରିବ, ଉଭୟ ହବ। ହେଲା, ଆଉ ଦେଖ ଏଇଟା କପ୍ ବା ଗ୍ଲାସ। ଏଇଟା ଯୋଉ କପ୍ ଟା ବି କଣ କରିବ? ଘୋଷାଡି ପାରିବ, ଗଡେଇ ପାରିବ। ହେଲା, ତାପରେ ଚାମଚ, ଚାମଚ କଣ କରିବ? ଘୋଷାଡି ହିଁ ପାରିବ, ନା ଗଡେଇ ପାରିବ, ନା ଉଭୟ କରିପାରିବ। ହେଲା, ତା ସହିତ କଣ? ଶଙ୍କୁ, କାଗଜ ଚୋଙ୍ଗା। ହେଲା, ଏଇଟା କଣ କରିବ? ତମେ ଗଡେଇ ପାରିବ ପ୍ଲସ ଘୋଷାଡି ପାରିବ। ହେଲା, ତ ଲେଖିପାରିବ ନା ନାଇଁ? ଉଭୟ କରିପାରିବ। ହେଲା, ପ୍ରକଳ୍ପ କାର୍ଯ୍ୟ। ତୁମେ ସେପରି କେତୋଟି ଗଡୁଥିବା ବସ୍ତୁ, କେତୋଟି ଘୋଷାଡି ହେଉଥିବା ବସ୍ତୁ, ହେଲା, କେତୋଟି ଲମ୍ବା ବସ୍ତୁ, କେତୋଟି ଗୋଲ ବସ୍ତୁର ଗୋଟେ ସାରଣୀ ପ୍ରସ୍ତୁତ କରି ଶିକ୍ଷକଙ୍କୁ ଦେଖାଇବ। ପିଲାମାନେ, ଆଜି ପାଇଁ ଏତିକି। ରହିଲି, ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡିଓଟିକୁ ଲାଇକ୍ କର, ତମ ସାଙ୍ଗମାନଙ୍କ ସହିତ ସେୟାର କର। ଜୟ ଜଗନ୍ନାଥ।